ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏହା ବି କହିଛନ୍ତି ଚାଷୀ ପଞ୍ଜୀକରଣ ଅବଧି ମଧ୍ୟ ବଢ଼ିବ। ହେଲେ ଏଇଠି ଜାଣି ରଖନ୍ତୁ ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କୁ ଟଙ୍କା ଆସିଲା ନାହିଁ। ତେବେ ଜାଣନ୍ତୁ କିଛି ଦିନ ପୂର୍ବରୁ ସରକାର ଘୋଷଣା କରିଥିଲେ କି ଆପଣ ନିଜକୁ ଫାର୍ମର ରେଜିଷ୍ଟ୍ରି ବା ଚାଷୀ ବୋଲି ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ମଧ୍ୟ ଆପଣ ସମସ୍ତ ଚାଷୀ ଅଣ୍ଡରରେ ଆସୁଥିବା ସରକାରୀ ସହାୟତା ପାଇବା ପାଇଁ ଯୋଗ୍ୟ ହେବେ। ତା ଛଡ଼ା ଆପଣଙ୍କୁ ସିଏମ୍ କିଷାନ ପୋର୍ଟାଲରେ ଇ-KYC କରିନେଇଥିବା ଜରୁରୀ। ଅନେକ ହିତାଧିକାରୀ ଅଛନ୍ତି ଇ-KYC କରାଇ ନାହାନ୍ତି, ଏମିତିକି ଡିବିଟି ଏନେବଲ୍ଡ ବ୍ୟାଙ୍କ ଆକାଉଣ୍ଟ ନାହିଁ, ଯାହାଦ୍ୱାରା ସରକାର ସେମାନଙ୍କୁ ଟଙ୍କା ପଠାଇଲେ ହେଉନାହିଁ। ଏମିତିକି ଆଉ ଏକ ବଡ଼ କଥା କି ସରକାର ଯେଉଁ ଆଜି ଟଙ୍କା ପଠାଇଲେ ଆଜି ସମସ୍ତଙ୍କୁ ମିଳିବ ବୋଲି କଥା ନୁହେଁ, ଗୋଟିଏ ଦିନ ସମୟ ବି ଏଥିପାଇଁ ଲାଗିପାରେ। ତେବେ ଆପଣ ବି ଚାହିଁଲେ ଆଉ ଗୋଟିଏ ଦିନ ୱେଟ୍ କରି ଦେଖନ୍ତୁ, ଆପଣଙ୍କ ଆକାଉଣ୍ଟରେ ମଧ୍ୟ ଜମା ହୋଇଯାଇପାରେ। କିନ୍ତୁ ଯେମିତିକି କହିଲି ଆପଣ ଫାର୍ମର ରେଜିଷ୍ଟ୍ରି ନିହାତି ଭାବରେ କରାଇ ଦିଅନ୍ତୁ, ଟଙ୍କା ପାଇଯିବେ। ଏମିତିକି ପୂର୍ବଥର ସରକାର ଯେଉଁ ଦ୍ୱିତୀୟ କିସ୍ତି ଦେଇଥିଲେ ଅନେକ ଭୂମିହୀନ ହିତାଧିକାରୀ ମଧ୍ୟ ପାଇଥିଲେ। ତେଣୁକରି ଏଥର ଆପଣଙ୍କୁ ଆସି ବି ପାରେ ନ ଆସି ବି ପାରେ ଯେଉଁମାନେ ଫାର୍ମର ରେଜିଷ୍ଟ୍ରି ନ କରିଥିବେ। ତେବେ ଅଧିକ ଜାଣିବା ପାଇଁ ୱେବସାଇଟ୍ର ଲିଙ୍କ୍ ଆମେ ଡେସ୍କ୍ରିପ୍ସନ୍ରେ ଦେଇଛୁ, ଯାଇ ମଧ୍ୟ ଚେକ୍ କରାଇ ଦିଅନ୍ତୁ।